ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଭଦ୍ରକ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ତରଫରୁ ଅଫିସିଆଲ ନୋଟିଫିକେସନଟି ଆସିଛି। ଆପଣମାନେ ଦେଖିପାରୁଛନ୍ତି ଏହି ନୋଟିଫିକେସନ ବିଷୟରେ ଆମେ ଡିଟେଲ ଆଲୋଚନା କରିବା। ଏହି ନୋଟିଫିକେସନରେ ଆପଣମାନଙ୍କର କେତେ ପୋଷ୍ଟ ବଢ଼ିଛି ଆଉ କ'ଣ ସବୁ ସେଥିରେ ରହିଛି ସେ ବିଷୟରେ ଆମେ ଡିଟେଲ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ସହିତ ବେଲ୍ ଆଇକନର ଅଲ୍ ନୋଟିଫିକେସନ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଜବ୍ ରିଲେଟେଡ୍ ନୋଟିଫିକେସନ, ନଲେଜେବୁଲ ଭିଡ଼ିଓ ଏବଂ ଏକ୍ଜାମ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନଟିଏ ଚାଲିଯିବ। ବୁଝିହେଲା? କିଛି ଅସୁବିଧା ହେବ ନାହିଁ ପିଲାମାନେ, ଡରିବାର କିଛି ନାହିଁ। ବୁଝିହେଲା? ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ ପିଲାମାନେ, ଦେଖିପାରୁଛନ୍ତି ଏ ହେଉଛି ଭଦ୍ରକ ଜିଲ୍ଲାର ଅଫିସିଆଲ ନୋଟିଫିକେସନ, ଯେଉଁଥିରେ ଆପଣମାନଙ୍କର ଭଦ୍ରକ ଜିଲ୍ଲାର ଗୃହରକ୍ଷୀ ସଂଗଠନର ନୋଟିସଟିଏ ରହିଛି। ଦେଖନ୍ତୁ, ଏଇଥିରେ ମୁଁ ଆପଣମାନଙ୍କୁ ଡିଟେଲ ଆଲୋଚନା କରିଦେଉଛି। ପ୍ରଥମେ ଜାଣିବା, ଆମର ପୂର୍ବରୁ ଭଦ୍ରକ ଜିଲ୍ଲା ପାଇଁ 47ଟି ଆମର ହୋମଗାର୍ଡର ଭ୍ୟାକେନ୍ସି ଆସିଥିଲା। ମନେ ପଡ଼ୁଛି ପିଲାମାନେ, 10/9/2025 ଏହି ତାରିଖ କ୍ରମରେ ଆମର ଭଦ୍ରକ ଜିଲ୍ଲା ପାଇଁ 47ଟି ହୋମଗାର୍ଡର ଫର୍ମର ଆବେଦନ ହେଉଥିଲା। କିନ୍ତୁ ବର୍ତ୍ତମାନ କ'ଣ କରାଯାଇଛି ନା ପୁଣି ୟାର ହୋମଗାର୍ଡର ଭ୍ୟାକେନ୍ସି ବଢ଼ିଯାଇଛି। କେତେ ବଢ଼ିଛି ନା 92ଟି ହୋମଗାର୍ଡର ଭ୍ୟାକେନ୍ସି ବଢ଼ିଯାଇଛି, ଯାହାଫଳରେ ଆପଣମାନଙ୍କର ସର୍ବମୋଟ 139 ହୋମଗାର୍ଡର ଭ୍ୟାକେନ୍ସି ରହିଛି ଭଦ୍ରକ ଜିଲ୍ଲା ପାଇଁ। ଯେଉଁମାନେ ପୂର୍ବରୁ ଆପ୍ଲାଏ କରିନଥିଲେ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପିଲାମାନେ, କାହିଁକିନା ସେମାନେ ପୁଣି ଆଉ ଥରେ ଭଦ୍ରକ ଜିଲ୍ଲାର ଅଧିବାସୀମାନେ ବା ଭଦ୍ରକ ଜିଲ୍ଲାର କ୍ୟାଣ୍ଡିଡେଟ୍ ମାନେ ପୁଣି ଆଉ ଥରେ ହୋମଗାର୍ଡର ଚାକିରି କରିବାର ସୁଯୋଗ ପାଇବେ। ସେମାନେ ପୁଣି ଆଉ ଥରେ ଆବେଦନ କରିପାରିବେ। ବୁଝିହେଲା? ବଢ଼ିଛି କେତେ ନା 92ଟି ପୋଷ୍ଟ। ତାହେଲେ ଦେଖନ୍ତୁ, 92ଟି ଯେଉଁ ପୋଷ୍ଟ ବଢ଼ିଛି ସେଇ 92ଟି ପୋଷ୍ଟ ମଧ୍ୟରୁ ଆପଣମାନଙ୍କର 38ଟି ପୋଷ୍ଟ ସାମୁଦ୍ରିକ ଗୃହରକ୍ଷୀ ପାଇଁ। ବୁଝିହେଲା? ପିଲାମାନେ, ଆମ ଭଦ୍ରକ ଜିଲ୍ଲାଟି ଯେହେତୁ କୋଷ୍ଟାଲ ଡିଷ୍ଟ୍ରିକ୍ଟ, ତେଣୁକରି ସେଇଥିରେ ସାମୁଦ୍ରିକ ଗୃହରକ୍ଷୀ ନିଶ୍ଚୟ ଦରକାର। ତାହେଲେ ସେଇଥିପାଇଁ ଆପଣମାନଙ୍କର 38ଟି ପଦବୀ ପୁଣି ବଢ଼ିଯାଇଛି। ବୁଝିହେଲା? ତାହେଲେ ଟୋଟାଲ ଆମର 92ଟି ପଦବୀ ବଢ଼ିଯାଇଛି। ତା ଭିତରୁ 38ଟି ରହୁଛି ସାମୁଦ୍ରିକ ଗୃହ ପଦବୀ। ପୁରା କ୍ଲିଅର? ତେଣୁକରି 47 ପୂର୍ବରୁ ବାହାରିଥିଲା, ପୁଣି 92। ତାହେଲେ କ'ଣ ହେଇଗଲା ନା 139 ପଦବୀ ବର୍ତ୍ତମାନ ଆପଣମାନଙ୍କର ଆପ୍ଲାଏ ହେଇପାରିବ। ତାହେଲେ କେବେ ଆପ୍ଲାଏ କରିବ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଡିଟେଲ କହିଦେଉଛି। କେମିତି ଫର୍ମକୁ ଫିଲ୍ଅପ୍ କରିବେ, କ'ଣ ସବୁ ଡକୁମେଣ୍ଟସ ଦରକାର, ବୁଝିପାରିଲେ ପିଲାମାନେ? ଚାଲନ୍ତୁ ଦେଖନ୍ତୁ, ବର୍ତ୍ତମାନ ଆମେ ଜାଣିବା ଆପଣମାନଙ୍କର ସର୍ବମୋଟ ପଦବୀ ରହିଥିଲା 139ଟି। କେତେ ରହିଥିଲା? 139ଟି। ତା ଭିତରୁ 113ଟି ପୁରୁଷମାନଙ୍କ ପାଇଁ ଆଉ 26ଟି ମହିଳାମାନଙ୍କ ପାଇଁ। ତାମାନେ ଆମ ଭଦ୍ରକ ଜିଲ୍ଲା ପାଇଁ ସର୍ବମୋଟ 139ଟି ହୋମଗାର୍ଡର ପଦବୀ ଭିତରୁ ଉଭୟ ପୁରୁଷ ଓ ମହିଳାମାନେ ଆବେଦନ କରିପାରିବେ। ବୁଝିପାରିଲେ? ପୁରା କ୍ଲିଅର? ଏବେ ଜାଣିବା ଯୋଗ୍ୟତା ମାନେ ଇଲିଜିବିଲିଟି କ୍ରାଇଟେରିଆ କ'ଣ ରହିବା ଦରକାର। ଦେଖନ୍ତୁ, ଆବେଦନକାରୀ ଭଦ୍ରକ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଦରକାର। ତାମାନେ ଭଦ୍ରକ ଜିଲ୍ଲାର ରେସିଡେଣ୍ଟ ସାର୍ଟିଫିକେଟ ତାଙ୍କ ପାଖରେ ରହିବା ଦରକାର। ବୁଝିପାରିଲେ? ଦେନ୍ କ'ଣ ହେଉଛି ନା ଓଡ଼ିଆ ଭାଷାରେ କହିବା, ଲେଖିବା, ପଢ଼ିବା ଇତ୍ୟାଦି ତାଙ୍କ ପାଖରେ ଦକ୍ଷତା ରହିବା ଦରକାର। ବୁଝିପାରିଲେ? ଦେନ୍ ଆଉ କ'ଣ କହୁଛି ନା ଆପଣମାନଙ୍କର କୌଣସି ଫୌଜଦାରୀ ମୋକଦ୍ଦମା ବା କୌଣସି ଆପଣମାନଙ୍କର କ୍ରିମିନାଲ ପ୍ରୋସିଜର ବା କୌଣସି ଦଣ୍ଡରେ ଦଣ୍ଡିତ ହୋଇନଥିବେ। ବୁଝିପାରିଲେ? ତାମାନେ ଆପଣମାନଙ୍କର ଗୁଡ୍ କ୍ୟାରେକ୍ଟର ସାର୍ଟିଫିକେଟଟିଏ ରଖିଥିବା ଦରକାର। ବୁଝିହେଲା? ଦେନ୍ ଆପଣମାନଙ୍କର ଆଉ ଗୋଟେ ରହିଛି, କ'ଣ କହୁଛି ନା ଆବେଦନକାରୀ ସୁସ୍ଥ ହୋଇଥିବା ଦରକାର, ସବଳ ହୋଇଥିବା ଦରକାର ଆଉ ଶାରୀରିକ ବିକଳାଙ୍ଗ ହୋଇନଥିବେ। ତାମାନେ ଫିଜିକାଲରେ ଆପଣମାନଙ୍କର ଫିଟ୍ ହେଇଥିବା ଦରକାର। ବୁଝିହେଲା? ଏତିକି ସବୁ ଆପଣମାନଙ୍କର ଯୋଗ୍ୟତା ରହିବା ଦରକାର। ବୁଝିହେଲା? ତେଣୁକରି ଏଇ 4ଟି ଯୋଗ୍ୟତା ଆପଣମାନଙ୍କ ପାଖରେ ନିଶ୍ଚୟ ଭାବରେ ଥିବ, ତେଣୁକରି ଆବେଦନ ନିଶ୍ଚୟ ଭାବରେ କରିବେ। ୟା ପରେ ଆମେ ଦେଖିବା ବୟସ ସୀମା। ବର୍ତ୍ତମାନ ଦେଖିବା ଆମର ବୟସ ସୀମା କେତେ ହେଇଥିବା ଦରକାର। ଦେଖନ୍ତୁ, 1/1/2025 ତାମାନେ ଜାନୁଆରୀ 1 ତାରିଖ 2025 ମସିହା ସୁଦ୍ଧା ଆପଣମାନଙ୍କର 20ରୁ କମ୍ କିମ୍ବା 60ରୁ ଅଧିକ ହେଇଥିବା ଆବଶ୍ୟକ ନୁହେଁ। ତାମାନେ ଯଦି 20 ବର୍ଷରୁ ଆପଣମାନଙ୍କର କମ୍ ଥିବ ଏବଂ 60 ବର୍ଷରୁ ଯଦି ଆପଣମାନଙ୍କର ଅଧିକା ଥିବ, ତାହେଲେ ଆପଣମାନଙ୍କର ଫର୍ମଟିଏ ରିଜେକ୍ଟ ହେଇଯିବ ପିଲାମାନେ। ବୁଝିପାରିଲେ ପିଲାମାନେ? ପୁରା କ୍ଲିଅର? ଚାଲନ୍ତୁ ବର୍ତ୍ତମାନ ଦେଖିବା ଶିକ୍ଷାଗତ ଯୋଗ୍ୟତା। ଶିକ୍ଷାଗତ ଯୋଗ୍ୟତା ସେମିତି କିଛି ନାହିଁ, ଆପଣମାନଙ୍କର 5ମ ଶ୍ରେଣୀ ପାସ୍ କରିଥିବା ଦରକାର। ଯଦି ଆପଣମାନେ 5ମ ଶ୍ରେଣୀ ପାସ୍ କରିଛନ୍ତି ତାହେଲେ ଶିକ୍ଷାଗତ ଯୋଗ୍ୟତାରେ ଆପଣମାନେ କ୍ୱାଲିଫାଇ କରିଛନ୍ତି।
ତେଣୁକରି ମୁଁ ଆପଣମାନଙ୍କୁ ଡିଟେଲ୍ କହିଦେଲି କେତେ ପୋଷ୍ଟ ରହିଛି ପୁରୁଷ ମହିଳାମାନଙ୍କ ପାଇଁ, ଯୋଗ୍ୟତା କ'ଣ ରହିବା ଦରକାର, ବୟସ ସୀମା କ'ଣ ରହିବା ଦରକାର, ଶିକ୍ଷାଗତ ଯୋଗ୍ୟତା କ'ଣ ରହିବା ଦରକାର। ପୁରା ବୁଝିଗଲେ ପୁରା A to Z। ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା କେମିତି ୟାକୁ ଆବେଦନ କରିପାରିବେ। ପିଲାମାନେ ଆବେଦନ କରିବା ପାଇଁ ହେଲେ ଏହାର ଆବେଦନ ଫର୍ମ ବା ଫର୍ମ ଏଟିଏ ଦରକାର ହେଇଥାଏ। ଯେଉଁ ଫର୍ମଟି ମୁଁ ଆମର ଟେଲିଗ୍ରାମ ଚ୍ୟାନେଲ ADS ନଲେଜ ପଏଣ୍ଟ ଆପଣମାନେ ଚାହିଁଲେ ସର୍ଚ୍ଚ କରି ମଧ୍ୟ ଜଏନ୍ କରିପାରିବେ। ତା ନହେଲେ ଏହାର ଡେସ୍କ୍ରିପସନ ବକ୍ସରେ ଲିଙ୍କ୍ ରହିଛି, ସେହି ଲିଙ୍କ୍ ମାଧ୍ୟମରେ ଆପଣମାନେ ଜଏନ୍ କରିବେ ଆଉ ଏହାର PDF ମଧ୍ୟ ପାଇଯିବେ। ସେହି PDFକୁ ଡାଉନଲୋଡ୍ କରିବେ ଆଉ ଡାଉନଲୋଡ୍ କଲା ପରେ ଆପଣମାନେ ସେଇଥିରେ ଯାହା ଯାହା କହିବ ମାନେ ଆପଣମାନଙ୍କର ନାମ, ଆପଣମାନଙ୍କର ପିତାଙ୍କ ନାମ, ଆପଣମାନଙ୍କର ଥାନାର ନାଁ, ଆପଣ କେଉଁ ପୋଷ୍ଟରେ ଆପ୍ଲାଏ କରିବେ ସେସବୁ ଡିଟେଲ୍ ରହିବ। ତାକୁ ଫିଲ୍ଅପ୍ କରିବେ। ତାପରେ ମୁଁ ଯେଉଁ ଯେଉଁ ଡକୁମେଣ୍ଟସ୍ କଥା କହିବି ନା ସେ ଡକୁମେଣ୍ଟସ୍ ଗୁଡ଼ାକୁ ତା ସହିତ ଆଟାଚ୍ କରିବେ। ଆଉ କ'ଣ କରିବେ ନା ପୋଷ୍ଟାଲରେ ପୋଷ୍ଟ କରିବେ। କେଉଁ ଆଡ୍ରେସରେ ଦେଖନ୍ତୁ, ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ, ରିଜର୍ଭ ପୋଲିସ ଲାଇନ୍, ଭଦ୍ରକ, ଏଇ ଆଡ୍ରେସରେ ଆପଣ ଆପ୍ଲାଏ କରିପାରିବେ ବାଇ ପୋଷ୍ଟ ମାଧ୍ୟମରେ। ନହେଲେ ସିଧାସଳଖ ଆପଣମାନଙ୍କର ଏଇ ଯେଉଁ ଗୃହରକ୍ଷୀ କାର୍ଯ୍ୟାଳୟ ଭଦ୍ରକ ସେଇଥିରେ ମଧ୍ୟ ଆପଣ ଯାଇକିରି ଆପଣଙ୍କର ଡକୁମେଣ୍ଟସକୁ ଏନଭେଲପ୍ ଭିତରେ ଫୋଲ୍ଡ କରିକିରି ଦେଇପାରିବେ, କିଛି ଅସୁବିଧା ହେବ ନାହିଁ। ବୁଝିପାରିଲେ? ତାହେଲେ କେମିତି ଫିଲ୍ଅପ୍ କରିବେ, କେମିତି ଦେବେ। ଆଉ ଡକୁମେଣ୍ଟସ୍ କଥା ମୁଁ କହିନି, ଡକୁମେଣ୍ଟସ୍ କଥା ପରେ କହିବି, ସେଗୁଡ଼ାକୁ ମଧ୍ୟ ଆଟାଚ୍ କରିବେ। ବୁଝିଗଲା? ତାହେଲେ ବର୍ତ୍ତମାନ ଦେଖିବା କେବେ ଆପ୍ଲାଏ କରିବେ। ଦେଖନ୍ତୁ 17/11/2025 ତାମାନେ ଏଇ ମାସ ମାନେ ନଭେମ୍ବର ମାସ 17 ତାରିଖ ଠାରୁ 22 ତାରିଖ ମଧ୍ୟରେ ଆବେଦନ ହେଇପାରିବ। ସେହି ସମୟ ଘଟିକାରେ ତାମାନେ ଏତିକି ତାରିଖ ମଧ୍ୟରେ ଆପଣମାନଙ୍କର ଅଫିସିଆଲ ଟାଇମ୍ ମାନେ 10ରୁ 5 ଘଟିକା ସମୟରେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟଠାରେ ଆପଣମାନେ ଯାଇକିରି ମଧ୍ୟ ସବମିଟ୍ କରିପାରିବେ। ନହେଲେ ବାଇ ପୋଷ୍ଟ ମାଧ୍ୟମରେ ଆପଣମାନେ ଆପ୍ଲାଏ କରିପାରିବେ, କିଛି ଅସୁବିଧା ହେବ ନାହିଁ। ବୁଝିପାରିଲେ ପିଲାମାନେ? ଆଉ ମନେ ରଖନ୍ତୁ ଆପଣମାନଙ୍କର ଭେରାଇଟି ପ୍ରକାର ସବୁ ପୋଷ୍ଟ ରହିଥାଏ, ଯେମିତିକି ହାଉସ୍ କିପିଂ, ଡ୍ରାଇଭର, କମ୍ପ୍ୟୁଟର, ଇଲେକ୍ଟ୍ରିସିଆନ୍, କୁକ୍, ଲଣ୍ଡ୍ରି, ବାର୍ବର, ପ୍ଲମ୍ବର, AC ମେକାନିକ୍ସ, କାର୍ପେଣ୍ଟର, ଗାର୍ଡେନର, ଏତେ ସାରା ପୋଷ୍ଟ ରହିଛି। ତେଣୁକରି ଆପଣମାନଙ୍କୁ କେବଳ ଗୋଟାଏ ପୋଷ୍ଟରେ ହିଁ ଆପଣମାନେ ଆପ୍ଲାଏ କରିପାରିବେ। ତାହେଲେ ସେଇ ଫର୍ମରେ ଆପଣମାନଙ୍କର ଥିବ କେଉଁ ପୋଷ୍ଟ ପାଇଁ, ତାହେଲେ ସେଇଥିରୁ ଗୋଟାଏ ପୋଷ୍ଟକୁ ଆପଣମାନେ ଲେଖିବେ, ମାନେ ପ୍ରିଫରେନ୍ସ କେବଳ ଗୋଟେ ପୋଷ୍ଟକୁ ଦେବେ। ତା ନହେଲେ ଆପଣମାନଙ୍କର ଫର୍ମଟିଏ କ'ଣ ହେଇଯିବ ନା ରିଜେକ୍ଟ ହେଇଯିବ। ମନେ ରଖିବେ ପିଲାମାନେ। ବୁଝିପାରିଲେ ପିଲାମାନେ? ତେଣୁକରି କେବଳ ଗୋଟାଏ ପୋଷ୍ଟକୁ ଦେବେ ଆଉ ଫର୍ମଟିକୁ ଫିଲ୍ଅପ୍ କରିବେ। ଓକେ, ବର୍ତ୍ତମାନ ଆମେ ଜାଣିବା ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟସ୍ କ'ଣ କ'ଣ ଡକୁମେଣ୍ଟସ୍ ସେଇ ଫର୍ମ ଏ ବା ଫର୍ମ କ ସହିତ ଆଟାଚ୍ କରିବେ। ଦେଖନ୍ତୁ ପ୍ରଥମେ ଆପଣମାନେ ଆବାସିକ ପ୍ରମାଣପତ୍ର, ଆପଣମାନଙ୍କର ଆବାସିକ ପ୍ରମାଣପତ୍ରକୁ ସେଇ ଜାଗାରେ ଆଟାଚ୍ କରିବେ। ଦେନ୍ ଆପଣମାନଙ୍କର ବୟସଗତ ଏବଂ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ସେ ଡକୁମେଣ୍ଟସ୍ ଗୁଡ଼ାକୁ ଆଟାଚ୍ କରିବେ। ବୁଝିପାରିଲେ? ତାପରେ ଆପଣମାନଙ୍କର 4ଟି କଲର ପାସପୋର୍ଟ ସାଇଜର ଫଟୋ ଯେଉଁଗୁଡ଼ା କି ରିସେଣ୍ଟ ଉଠିଥିବେ ସେଇ ଫଟୋ ଗୁଡ଼ାକୁ ମଧ୍ୟ ତା ସହିତ ଆଟାଚ୍ କରିବେ। ଆଉ କ'ଣ ନା ଆପଣମାନଙ୍କର ଯଦି କୌଣସି ବୈଷୟିକ ଦକ୍ଷତା ମାନେ ତାମାନେ ସ୍କିଲ୍ ସାର୍ଟିଫିକେଟ୍ କିମ୍ବା ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଥିବ, ଯଦି ଥାଏ ତାହେଲେ ଦେବେ, ନଥିଲେ କିଛି ଅସୁବିଧା ନାହିଁ। ବୁଝିହେଲା? କିନ୍ତୁ ଯଦି ଥାଏ ତାହେଲେ ତାକୁ ନିଶ୍ଚୟ ଦେବେ, କାହିଁକିନା ସେଥିରେ ଆପଣମାନଙ୍କୁ ଅଧିକା ଇମ୍ପୋର୍ଟାନ୍ସ ଦିଆଯିବ, ଅଧିକା ଏମ୍ଫାସିସ୍ ରହିବ, ଆପଣମାନଙ୍କର ଶୀଘ୍ର ଚାକିରି ପାଇବେ। ବୁଝିଗଲେ? ଦେନ୍ 5 ନମ୍ବର ପଏଣ୍ଟକୁ ଦେଖିବା। 5 ନମ୍ବର ପଏଣ୍ଟ କ'ଣ କହୁଛି, ଯଦି ଆପଣ ଡ୍ରାଇଭରରେ ଥିବେ କିମ୍ବା ଡ୍ରାଇଭରରେ ପ୍ରିଫରେନ୍ସ ନଦେଲେ ବି ଆପଣମାନଙ୍କର ଯଦି DL ଥିବ, DL ମାନେ କ'ଣ ପିଲାମାନେ ହେଇଥାଇପାରେ ଆପଣମାନଙ୍କର କ'ଣ ନା ହେଭି, ହେଇଥାଇପାରେ କ'ଣ ଆପଣମାନଙ୍କର ଲାଇଟ୍ ଭେହିକିଲ୍, ତାହେଲେ ହେଭି ହେଇଥାଇପାରେ କିମ୍ବା ଲାଇଟ୍ ଡ୍ରାଇଭିଂ ଲାଇସେନ୍ସ ହେଇପାରେ। ସେଗୁଡ଼ାକୁ ଆପଣମାନେ ନିଶ୍ଚୟ ଦେବେ, ଯଦ୍ୱାରା କି ଆପଣମାନଙ୍କୁ ବହୁତ ଶୀଘ୍ର ସିଲେକ୍ସନ୍ ପାଇଯିବେ। ବୁଝିହେଲା? ତେଣୁକରି ଏଇସବୁ ଡକୁମେଣ୍ଟସର କେବଳ ଜେରକ୍ସ କପି ଗୁଡ଼ାକୁ ଆଟାଚ୍ କରିବେ ଆଉ ଅରିଜିନାଲ ଗୁଡ଼ାକୁ ଆପଣଙ୍କ ପାଖରେ ରଖିବେ, ଯାହାଫଳରେ ନେକ୍ସଟ ଯେତେବେଳକୁ ନୋଟିଫିକେସନ୍ ଆସିବ ଆପଣମାନଙ୍କର ରିଟିନ୍ ଏକ୍ଜାମ୍ ପାଇଁ, ସେତେବେଳକୁ ଏଇ ଅରିଜିନାଲ ଡକୁମେଣ୍ଟସକୁ ଦେଖିକିରି ଭେରିଫିକେସନ୍ କରାଯିବ। ସେତିକି ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ଜଣେଇବି, କିଛି ଅସୁବିଧା ହେବ ନାହିଁ। ବୁଝିହେଲା? ତା ସହିତ ଯେଉଁମାନଙ୍କର କିଛି ଡାଉଟ୍ ଥିବ କମେଣ୍ଟ ବକ୍ସ ଆପଣମାନଙ୍କର କମେଣ୍ଟ କରିକି ଜଣେଇବେ। ତା ନହେଲେ ମୋର ଟେଲିଗ୍ରାମ ଗ୍ରୁପ୍ DK ସାର୍ ଓଡ଼ିଶା, ମନେ ରଖିବେ ପିଲାମାନେ, DK ସାର୍ ଓଡ଼ିଶା ଟେଲିଗ୍ରାମ ଗ୍ରୁପ୍ରେ ଆପଣ ଜଏନ୍ କରିପାରିବେ। ସେଇଥିରେ ମଧ୍ୟ ଆପଣମାନେ ସିଧାସଳଖ ମୋତେ ପ୍ରଶ୍ନ ପଚାରିପାରିବେ, ଯେଉଁଟା ଡାଉଟ୍ ଥିବ, କିଛି ଅସୁବିଧା ହେବ ନାହିଁ। ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି, ନିଶ୍ଚୟ ଦେଖିନେବେ। ବୁଝିଗଲେ ପିଲାମାନେ? ପୁରା କ୍ଲିଅର। କିନ୍ତୁ ଏହାପରେ ଆପଣମାନଙ୍କର ରିଟିନ୍ ଏକ୍ଜାମ୍ ହେବ ଏବଂ ସେଇ ରିଟିନ୍ ଏକ୍ଜାମ୍ରେ ଆପଣମାନଙ୍କର କ'ଣ ହେବ ନା ଭାଇବା ହେବ, ଭାଇବା ଟେଷ୍ଟ ହେବ। ତା ରିଲେଟେଡ଼ର ମୁଁ ଡିଟେଲ୍ ଭିଡ଼ିଓ ବନେଇ ଦେଇଛି,
ଆଗରୁ ମଧ୍ୟ ସେ ଭିଡ଼ିଓକୁ ଛାଡ଼ି ଦେଇଥିଲି କେମିତି ରିଟିନ୍ରେ ପ୍ରଶ୍ନ ଆସୁଛି, ଭାଇବା ଟେଷ୍ଟରେ କ'ଣ ସବୁ ପ୍ରଶ୍ନ ପଚାରୁଛନ୍ତି, ତା'ର ଲିଙ୍କ୍ ମଧ୍ୟ ମୁଁ ପ୍ଲେଲିଷ୍ଟରେ ରଖିଦେଇଛି। ଡେସ୍କ୍ରିପସନ୍ ବକ୍ସରେ ମଧ୍ୟ ତା'ର ଲିଙ୍କ୍ ରହିଛି। ସେହି ପ୍ଲେଲିଷ୍ଟର ଲିଙ୍କ୍କୁ କ୍ଲିକ୍ କରିକି ଆପଣମାନେ ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ, ଯଦ୍ୱାରା କି ଆପଣମାନେ ଶୀଘ୍ର କ୍ୱାଲିଫାଇ କରିବେ। କିଛି ଅସୁବିଧା ହେବ ନାହିଁ, ବୁଝିଗଲା। ତେଣୁକରି ଆଗାମୀ ନୋଟିଫିକେସନ୍ ଆଗାମୀ କେବେ କ'ଣ ହେବ ଆପଣମାନେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ এই টাইପ୍ର ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ପାଇବା ପାଇଁ ହେଲେ ଚ୍ୟାନେଲଟିକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବେ। ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିଗଲା। ଶୀଘ୍ର ଭିଡ଼ିଓକୁ ଦେଖିବେ, କିଛି ଅସୁବିଧା ହେବ ନାହିଁ। ଆଉ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।